ସମସ୍ତଙ୍କୁ ନମସ୍କାର। ଚତୁର୍ଥ ଶ୍ରେଣୀ ପରିବେଶ ପାଠ ଆମ ବିଚିତ୍ର ବିଶ୍ୱର ଦ୍ୱିତୀୟ ପାଠ ପଡ଼ୋଶୀ ମାନଙ୍କୁ ଜାଣିବା ଓ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟର ଭାଗ 1 କୁ ସମସ୍ତଙ୍କୁ ସ୍ୱାଗତ। ତେବେ ଆସ ଆମେ ଦେଖିବା ଆମେ ଏହି ଅଧ୍ୟାୟରେ କଣ କଣ ସବୁ ନୂଆ କଥା ଜାଣିବା। ତେଣୁକରି ଏହି ଅଧ୍ୟାୟରେ ତୁମେ ମାନେ ଏଟିଏମ ର କଣ କଣ ବ୍ୟବହାର ରହୁଛି ସେ ବିଷୟରେ କହିବ। ବ୍ୟାଙ୍କ ଆମକୁ କିପରି ସହାୟତା ପ୍ରଦାନ କରିଥାଏ ତାହା କହିବ। ଆଉ ଟଙ୍କା ସଞ୍ଚୟର ମହତ୍ଵ ବିଷୟରେ କହିବ। ଠିକ ଅଛି ପିଲାମାନେ, ତ ଏବେ ଆସ ଆମେ ଦେଖିବା। ତ ଯେତେବେଳେ ନାବ୍ୟା ଆଉ ତା ଜେଜେ ସ୍କୁଲରୁ ଘରକୁ ଫେରୁଥିଲେ ସେମାନେ ଗୋଟେ ବ୍ୟାଙ୍କ ପାଖରେ ଥିବା ଏଟିଏମ ରେ ଅଟକି ଗଲେ। ଜେଜେ ଯେତେବେଳେ ଟଙ୍କା ଉଠେଇବା ବାହାରିଲେ ନାବ୍ୟା ତାଙ୍କୁ କଣ ସବୁ ପଚାରୁଛି ଆସ ଏବେ ଆମେ ଦେଖିବା। ତ ନାବ୍ୟା ପଚାରିଲା, ଜେଜେ ଏହି ମେସିନଟି କଣ? ଜେଜେ କହୁଛନ୍ତି, ଏହା ଏକ ଏଟିଏମ ମେସିନ। ଏହା ଆମକୁ ଯେକୌଣସି ସମୟରେ ଆବଶ୍ୟକ ଟଙ୍କା ଉଠାଇବାରେ ସହାୟତା କରେ। ତାହେଲେ ଏଟିଏମ ମାନେ କଣ ନା ଅଟୋମେଟିକ ଟେଲର ମେସିନ। ତେଣୁ ସେ ମେସିନ ମାଧ୍ୟମରେ କଣ ହୁଏ ନା ଆମେ ଯେକୌଣସି ସମୟରେ ଆମର ଏଟିଏମ କାର୍ଡକୁ ବ୍ୟବହାର କରି ଆମେ ଟଙ୍କା ଉଠାଇ ପାରିବା। ଆମେ ଯୋଉ ବ୍ୟାଙ୍କରେ ଟଙ୍କା ରଖିଥିବା ସେଇ ଟଙ୍କା ଆମେ ଯେକୌଣସି ସମୟରେ ଏଟିଏମ କାର୍ଡ ବ୍ୟବହାର କରି ଆମେ ସେ ଟଙ୍କାକୁ ଉଠାଇ ପାରିବା। ତ ନାବ୍ୟା ପୁଣି ପଚାରୁଛି, ତେବେ କାହିଁକି ଆମେ ଆମର ଟଙ୍କା ବ୍ୟାଙ୍କରେ ରଖିଥାଉ? ଜେଜେ କଣ କହିଲେ ଦେଖିବା। ବ୍ୟାଙ୍କ ହେଉଛି ଏକ ସ୍ୱତନ୍ତ୍ର ସ୍ଥାନ ଯେଉଁଠାରେ ଟଙ୍କା ସୁରକ୍ଷିତ ରହିଥାଏ ଓ ସଞ୍ଚୟ କରି ରଖାଯାଇଥାଏ। ଯଦି ଆମେ ଟଙ୍କା ଘରେ ରଖୁଛେ ତାହେଲେ ଚୋରି ହେଇଯିବାର ସମ୍ଭାବନା ଅଛି କିମ୍ବା ଅଧିକ ଖର୍ଚ୍ଚ ହେଇଯିବାର ସମ୍ଭାବନା ଅଛି। ତେଣୁ ଆମେ କଣ କରୁ ନା ଟଙ୍କାକୁ ବ୍ୟାଙ୍କରେ ସାଇତି ରଖିଥାଉ। ଆଉ ବ୍ୟାଙ୍କ ସଞ୍ଚୟ କରି ରଖିବା ଦ୍ୱାରା ଟଙ୍କା ଆମର ସେଠି ସୁରକ୍ଷିତ ହୋଇ ରହିଥାଏ। ଯେତେବେଳେ ମୁଁ ତୋ ବୟସରେ ଥିଲି ଆମ ପାଖରେ ଏଟିଏମ ନଥିଲା। ଯେ କଣ କହୁଛନ୍ତି ନା ଯେତେବେଳେ ସେ ନାବ୍ୟା ବୟସରେ ଥିଲେ ସେତେବେଳେ ତାଙ୍କ ପାଖରେ କୌଣସି ଏଟିଏମ ନଥିଲା। ସେମାନେ କଣ କରୁଥିଲେ ସେ ସମୟରେ ନା ବ୍ୟାଙ୍କକୁ ଯାଇ ଲମ୍ବା ଧାଡିରେ ଅପେକ୍ଷା କରିବାକୁ ପଡୁଥିଲା। ଏଥିସହ ଡାକଘର ମାଧ୍ୟମରେ ଟଙ୍କା ପଠାଇବା ପାଇଁ ଆମେ ମନି ଅର୍ଡର ବ୍ୟବହାର କରୁଥିଲୁ। ତାହେଲେ ଯଦି ଟଙ୍କା ଉଠେଇବାର ଥିଲା ତାହେଲେ ସେମାନେ କଣ କରୁଥିଲେ ନା ବ୍ୟାଙ୍କ ଯାଉଥିଲେ, ଲମ୍ବା ଧାଡିରେ ଠିଆ ହଉଥିଲେ, ତାଙ୍କ ପାଳି ଆସେ ଯାଏଁ ଅପେକ୍ଷା କରୁଥିଲେ ଆଉ ବ୍ୟାଙ୍କରୁ ଟଙ୍କା ଉଠେଇ ଆଣୁଥିଲେ। ସେମିତି ଟଙ୍କା ପଠେଇବାକୁ ହେଲେ କଣ କରୁଥିଲେ ନା ଡାକଘର ଯାଉଥିଲେ, ଡାକଘର ଯାଇ ମନି ଅର୍ଡର କରୁଥିଲେ। ମନି ଅର୍ଡର ମାଧ୍ୟମରେ ଟଙ୍କା ସେ ପଠାଉଥିଲେ ଆଉ ଡାକ ବାଲା ନେଇ ଯାହାଙ୍କ ପାଖରେ ପହଞ୍ଚାଇବା ତାଙ୍କ ପାଖରେ ଟଙ୍କା ନେଇ ପହଞ୍ଚୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ମୋବାଇଲ ଫୋନ ବ୍ୟବହାର କରି କିଛି ସେକେଣ୍ଡ ମଧ୍ୟରେ ଅନଲାଇନରେ ଟଙ୍କା ପଠେଇ ପାରୁଛେ। ମୋବାଇଲରେ ବ୍ୟବହାର କରୁଛେ, ୟୁପିଆଇ ବ୍ୟବହାର କରୁଛେ। ତେଣୁ ତା ମାଧ୍ୟମରେ କଣ ହଉଛି ଆମେ ବ୍ୟାଙ୍କରୁ ଟଙ୍କା ଉଠାଇ ପାରୁଛେ ଅନ୍ୟ ଜଣଙ୍କ ପାଖକୁ ସହଜରେ ଖୁବ କମ ସମୟରେ ସେକେଣ୍ଡ ମଧ୍ୟରେ ଟଙ୍କା ଆମେ ପଠାଇ ପାରୁଛେ ନା ନାଇଁ। ତେଣୁ ନାବ୍ୟା ପୁଣି ପଚାରୁଛେ, ହଁ ଜେଜେ ମାମୁଁ ହେଇ ରକ୍ଷାବନ୍ଧନର ଉପହାରଣ କିଣିବା ପାଇଁ ଟଙ୍କା ପଠାଇଥିଲେ। ତେଣୁକରି ଯୋଉ ପଠାଇଥିଲେ ମାମୁଁ ଯୋଉ ପଠାଇଥିଲେ ଟଙ୍କା ଉପହାର କିଣିବା ପାଇଁ ସେ କଣ ସେଇ ୟୁପିଆଇ ବ୍ୟବହାର କରି ପଠାଇଥିଲେ କି? ନାବ୍ୟା ପଚାରୁଛି। ହଁ, ପ୍ରଯୁକ୍ତି ବିଦ୍ୟା ସବୁ କିଛି ସହଜ କରିଦେଇଛି। ତେଣୁ ଆମର ଯୋଉ ଟେକ୍ନୋଲୋଜିରେ ବର୍ତ୍ତମାନ ପରିବର୍ତ୍ତନ ହୋଇଛି ସେ କଣ କରୁଛି ସବୁ କାମକୁ ସହଜ କରିଦେଇଛି। ଆଉ ଆମେ ସହଜରେ ସବୁ କାମ ସୁବିଧାରେ କରିପାରୁଛେ, ଟଙ୍କା ସହଜରେ ପଠାଇ ପାରୁଛେ, ଉଠାଇ ପାରୁଛେ ଏଟିଏମ ମାଧ୍ୟମରେ। ତେଣୁ ଆମର ବର୍ତ୍ତମାନ ଜୀବନ ସୁବିଧା ସୁଯୋଗ କରିଦେଇଛି କିଏ? ଟେକ୍ନୋଲୋଜି ମାଧ୍ୟମରେ। ତେଣୁ ଆସ ଆମେ କିଛି କଥା ହେବା। ଯଦି ତୁମେ କାହା ପାଖକୁ ଟଙ୍କା ପଠାଉଛ ତେବେ କେଉଁ ଉପାୟ ବାଛିବ? ଫୋନ ଦ୍ୱାରା, ମନି ଅର୍ଡର କିମ୍ବା ଅନ୍ୟ କୌଣସି ଉପାୟ? କେଉଁ ଉପାୟ ବାଛିବ କୁହ? ଆଜିକାଲି ଆମେ ଫୋନ ମାଧ୍ୟମରେ ୟୁପିଆଇ, ମୋବାଇଲ ବ୍ୟାଙ୍କିଂ, ନେଟ ବ୍ୟାଙ୍କିଂ ମାଧ୍ୟମରେ ଟଙ୍କା ପଠାଇବାକୁ ବାଛିବା ନା ନାଇଁ। କାରଣ ଏହା ଅତି କ୍ଷିପ୍ର ଓ ସୁରକ୍ଷିତ। କାରଣ ଆମେ ଯଦି ସଠିକ ଭାବରେ ତାଙ୍କର ୟୁପିଆଇ ଆଇଡି, ମୋବାଇଲ ନମ୍ବର ମାଧ୍ୟମରେ କିମ୍ବା କ୍ୟୁଆର କୋଡ ସ୍କାନ କରି ପଇସା ପଠଉଛେ ତାହେଲେ ସାଙ୍ଗେ ସାଙ୍ଗେ ତାହା ତାଙ୍କ ପାଖରେ ଯାଇ ପହଞ୍ଚିଯିବ
ଆଉ ଆମକୁ ବେଶୀ କିଛି ଅସୁବିଧା ହେବ ନାହିଁ। ଆଉ ସହଜରେ କ୍ଷିପ୍ର ଗତିରେ ସୁରକ୍ଷିତରେ ଯଦି ଆମେ ହାତରେ ଟଙ୍କା ନେଇ ଯାଉଛେ ତାହେଲେ ରାସ୍ତାରେ ଚୋରି ହେଇଯିବାର ଭୟ ରହୁଛି। ତେଣୁକରି ଆମେ ଜଲ୍ଦି ଯାଇ ତାଙ୍କ ପାଖରେ ଟଙ୍କା ପହଞ୍ଚାଇ ପାରିବା। ଯଦି ତୁମେ ପକେଟ ମନି ପାଅ ତେବେ ତୁମେ କଣ ଏହାକୁ ସଞ୍ଚୟ କରିବ କି? ଯଦି ହଁ ତେବେ କେଉଁଠାରେ ସଞ୍ଚୟ କରିବ? ଠିକ ଅଛି ପିଲେ, ଆମେ ଦେଖିବା ଯଦି ଆମେ ପକେଟ ମନି ପାଉଛେ, ଯୋଉ ଘରେ ତମକୁ ପକେଟ ମନି ଦିଅନ୍ତିନି ଡେଲି, ବାପା 5 ଟଙ୍କା 10 ଟଙ୍କା ଲେଖା ଦିଅନ୍ତି, ତ ସେ ଯୋଉ ପକେଟ ମନିକୁ ତୁମେ ସଞ୍ଚୟ କରିବ କି? ଯଦି କରିବ କେଉଁଠି କରିବ? ହଁ, ପକେଟ ମନିକୁ ସଞ୍ଚୟ କରିବା ଉଚିତ। ପଇସା ସଞ୍ଚୟ କରିବା, ଟଙ୍କା ସଞ୍ଚୟ କରିବା ଏକ ଭଲ ଅଭ୍ୟାସ। ତେଣୁ ଏହାକୁ ସଞ୍ଚୟ କର। ସେଥିପାଇଁ କଣ କରିବ ନା ଗୋଟେ ସଞ୍ଚୟ ବାକ୍ସ ବା ପିଗି ବ୍ୟାଙ୍କ ଯୋଉଟା ଆମେ କହୁଛେ, ବାପାଙ୍କୁ କହି ଆଣିବ। ସେଥିରେ ପ୍ରଥମେ କିଛି ପଇସା ରଖିଲ, ପଇସା ଟିକେ ଅଧିକା ହେଇଯିବ, ବାପାଙ୍କ ସହାୟତାରେ ଯାଇ ବ୍ୟାଙ୍କରେ ଗୋଟେ ଆକାଉଣ୍ଟ ଖୋଲିବ, ଆଉ ସେଇ ଆକାଉଣ୍ଟରେ ସେ ପଇସାକୁ ସଞ୍ଚୟ କରିବ। ଟଙ୍କା ସଞ୍ଚୟ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି କାହିଁକି ଭାବୁଛ? କାହିଁକି ଆମେ ଟଙ୍କା ସଞ୍ଚୟ କରିବା କହିଲ? ଟଙ୍କା ସଞ୍ଚୟ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଭବିଷ୍ୟତରେ ଆବଶ୍ୟକ ସମୟରେ କିମ୍ବା କୌଣସି ଜରୁରୀ କାଳୀନ ପରିସ୍ଥିତିରେ ଆମକୁ ସାହାଯ୍ୟ କରିଥାଏ। ହେଲା, ଟଙ୍କା ସଞ୍ଚୟ କରିବା ଦ୍ୱାରା ଆମର ଏ ଉପକାର ହୋଇଥାଏ। କାରଣ ଯେତେବେଳେ ଜରୁରୀ ପରିସ୍ଥିତି ଆସିବ, ଆମେ ଟଙ୍କା ନ ସଞ୍ଚୟ କରିଥିବା, ଆଜି ମନେକର ହଠାତ୍ କାହାର କିଛି ଦେହ ଖରାପ ହେଇଗଲା, ଟଙ୍କାର ଆବଶ୍ୟକତା ଅଛି, ଯଦି ତୁମେ ସଞ୍ଚୟ ନ କରିଥିବ କଣ ହବ? ଅସୁବିଧାରେ ପଡିବ। ତେଣୁ ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ଆମକୁ ଟଙ୍କା ସଞ୍ଚୟ କରିବାର ଆବଶ୍ୟକତା ରହିଛି। ଟଙ୍କା ଯଦି ସଞ୍ଚୟ ନ କରିବା ତାହେଲେ ପଛରେ ଆମକୁ ଜରୁରୀ ପରିସ୍ଥିତିରେ ଅସୁବିଧାର ସମ୍ମୁଖୀନ ହେବା। ଏହା ଦ୍ୱାରା ଆମେ ଆମର ବଡ ଲକ୍ଷ୍ୟ ବା ଶିକ୍ଷା ପାଇଁ ମଧ୍ୟ ଖର୍ଚ୍ଚ କରିପାରିବା। ତୁମେ ଯୋଉ କାମ କରୁଛ ସେ କାମରେ ଖର୍ଚ୍ଚ କରିପାରିବ। ତେବେ ଅଧିକ ଟଙ୍କା ସଞ୍ଚୟ କରିବା ପାଇଁ ଆଉ କଣ କଣ କରିପାରିବା? ନା ଅଧିକ ଟଙ୍କା ସଞ୍ଚୟ କରିବା ପାଇଁ ଆମେ ଆମର ଅଦରକାରୀ ଖର୍ଚ୍ଚ କମାଇ ପାରିବା। ଯୋଉ ଜାଗାରେ ଆମର ଖର୍ଚ୍ଚ କରିବା ଆବଶ୍ୟକତା ନାହିଁ, ସେ ଅଦରକାରୀ ଖର୍ଚ୍ଚକୁ ଆମେ କମାଇ ପାରିବା। ଯାହା ଦ୍ୱାରା କଣ ହବ, ଯେପରିକି ବାହାର ଖାଦ୍ୟ ଖାଇବା ନାହିଁ, ଘର ଖାଦ୍ୟ ଖାଇବା, ଜିନିଷ ଗୁଡ଼ିକର ସଦୁପଯୋଗ କରି ଅତିରିକ୍ତ ଖର୍ଚ୍ଚରୁ ବଞ୍ଚି ପାରିବା। ଯେଉଁ ଜିନିଷର ଆବଶ୍ୟକତା ନାହିଁ ସେ ଜିନିଷ କିଣିବା ନାହିଁ, ବାହାରେ ଖାଦ୍ୟ ଖାଇବା ନାହିଁ, ଘରେ ଖାଦ୍ୟ ଖାଇବା। ତେଣୁକରି ଏହା ଦ୍ୱାରା କଣ ହବ ନା ଆମର ଅତିରିକ୍ତ ଖର୍ଚ୍ଚ ଗୁଡ଼ିକ କମିଯିବ, ଆଉ ଟଙ୍କା ଅଧିକ ସଞ୍ଚୟ ହୋଇପାରିବ। ତେବେ ତୁମ ପରିବାରର ଜଣେ ସଦସ୍ୟଙ୍କୁ ତାଙ୍କର ପାସବୁକ୍ ଦେଖାଇବାକୁ ଅନୁରୋଧ କର। ପାସବୁକ୍ର ପ୍ରଥମ ପୃଷ୍ଠା ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗୁଡିକ ପ୍ରତି ଧ୍ୟାନ ଦିଅ। ପାସବୁକ୍ରେ କଣ କଣ ସବୁ ତଥ୍ୟ ରହୁଛି ସେ ସବୁକୁ ଦେଖିବ। କଣ କଣ ରହୁଛି? ଖାତାଧାରୀଙ୍କ ନାମ ରହୁଛି, ବ୍ୟାଙ୍କ ଆକାଉଣ୍ଟ ନମ୍ବର ରହୁଛି, ବ୍ୟାଙ୍କ ଶାଖାର ନାମ ବା IFSC କୋଡ ରହୁଛି, ଖାତାଧାରୀଙ୍କର ଠିକଣା ଥାଏ। ବୁଝିଗଲା? ଏସବୁ ଜିନିଷ ଆମର ଗୋଟେ ବ୍ୟାଙ୍କର ପାସବୁକରେ ଥାଏ। ଏବେ ଆସ ଆଉ କିଛି ପ୍ରଶ୍ନରେ ଆମେ ଆଲୋଚନା କରିବା। ଯେକୌଣସି ସମୟରେ ଟଙ୍କା ଉଠାଇବା ପାଇଁ ବ୍ୟବହୃତ ମେସିନର ନାମ କଣ? ATM ମେସିନ, ନାଇଁ? ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ସବୁଠୁ ଭଲ ସ୍ଥାନ କେଉଁଠି? ବ୍ୟାଙ୍କ। ବ୍ୟାଙ୍କରେ ଟଙ୍କା ଆମର ସୁରକ୍ଷିତ ରହିବ। ଆଜିକାଲି ଫୋନ ମାଧ୍ୟମରେ ତୁରନ୍ତ ଟଙ୍କା ପଠାଇବା ପାଇଁ କେଉଁ ବ୍ୟବସ୍ଥା ବ୍ୟବହାର କରାଯାଉଛି? UPI ବା ଅନଲାଇନ ବ୍ୟାଙ୍କିଙ୍ଗ। ଠିକ ଅଛି ପିଲେ? ତେବେ ଆସ କେତୋଟି ଶୂନ୍ୟ ସ୍ଥାନ ପୂରଣ କରିବା। ବ୍ୟାଙ୍କରେ ଟଙ୍କା ସଞ୍ଚୟ କଲେ ତାହା ଡ୍ୟାସ୍ ରହିଥାଏ, ସୁରକ୍ଷିତ ରହିଥାଏ, ନାଇଁ? ପିଲାମାନେ ସାଧାରଣତଃ ନିଜ ପକେଟ ମନିକୁ ଡ୍ୟାସ୍ ରେ ସଞ୍ଚୟ କରନ୍ତି, ସଞ୍ଚୟ ବାକ୍ସ ବା ପିଗି ବ୍ୟାଙ୍କ। ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଆମକୁ ଡ୍ୟାସ୍ ରେ ଛିଡା ହେବାକୁ ପଡୁଥିଲା, ଧାଡିରେ, ନାଇଁ? ଭେରି ଗୁଡ। ପ୍ରଯୁକ୍ତି ବିଦ୍ୟା ଯୋଗୁଁ ଡ୍ୟାସ୍ ମାଧ୍ୟମରେ ଟଙ୍କା ପଠାଇବା ସହଜ ହୋଇଛି, ଇଣ୍ଟରନେଟ ବା ଫୋନ ମାଧ୍ୟମରେ, ନାଇଁ? ଆମର ଫୋନରେ ଆମେ ସାଙ୍ଗେ ସାଙ୍ଗେ ଟଙ୍କା ପଠେଇ ପାରୁଛେ। ତେବେ ଦେଖିଲ ଏ ସ୍ତମ୍ଭ ମିଳନ ଦେଖ, ATM କଣ ହେବ? କୁହ କୁହ? 24 ଘଣ୍ଟା ସେବା, ସବୁବେଳେ ଆମକୁ ସେବା ଦଉଛି। ବ୍ୟାଙ୍କ କଣ ହବ? ଟଙ୍କା ସଞ୍ଚୟ କରିବା ଆଉ ସୁରକ୍ଷିତ ରଖୁଛି।
मोबाइल बैंकिंग कौन हम तुरंत टंका पठाई दौच नाई आ संचय कौन हम ना भविष्यत ପାଇଁ आवश्यक हब तेबे देख टंका संचय काहींकी गुरुत्वपूर्ण आम ପାଇଁ कुह टंका संचय କରିବା गुरुत्वपूर्ण କାରଣ ଏହା ଆମକୁ ଭବିଷ୍ୟତର ଆବଶ୍ୟକତା ଏବଂ ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟ କରିଥାଏ। ଏଟିଏମ୍ ଆମକୁ କିପରି ସାହାଯ୍ୟ କରିଥାଏ? ବ୍ୟାଙ୍କକୁ ନ ଯାଇ ଯେକୌଣସି ସମୟରେ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବାରେ ଏହା ଆମକୁ ସାହାଯ୍ୟ କରିଥାଏ। ବର୍ତ୍ତମାନ ସମୟରେ ଟଙ୍କା ପଠାଇବା କିପରି ସହଜ ହୋଇଛି? ୟୁପିଆଇ ମୋବାଇଲ ଆପ୍ ଆଉ ଟେକ୍ନୋଲୋଜି ବ୍ୟବହାର କରି ଆମେ ସେକେଣ୍ଡରେ ଟଙ୍କା ପଠାଇ ପାରୁଛେ ନା ନାଇଁ? ତେବେ ଏହା ହିଁ ଥିଲା ଆଜିର ଆଲୋଚନା ବିଷୟବସ୍ତୁ। ଆଶା କରୁଛି ତୁମେ ମାନେ କିଛି ନୂଆ ଶିଖିଥିବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।